ଏ ଡକ୍ଟର, ମୁଁ ଆଜି ପୁଣି ମେଡ଼ିକାଲ ଭିତରେ ଦେଖି ପଶିଯିବା ବେଳକୁ ମୁଁ ଆପଣଙ୍କୁ ଦେଖିବାକୁ ପାଇଲି ନାହିଁ। ତାପରେ ଜନସାଧାରଣମାନଙ୍କୁ ଦେଖିଲା ବେଳକୁ ସମସ୍ତେ ହାହାକାର ହୋଇ ବସୁଛନ୍ତି ସମସ୍ତେ। ଆବେ କାରଣ କ'ଣ ବେ ତୁ ସରକାରୀ ପଇସା ନେଉନୁ କି? ସରକାରୀ ପଇସା ନେଉଛୁ, ସରକାର ଟାଇମ୍ ପର୍ଯ୍ୟନ୍ତ ତୁ ଅପେକ୍ଷା କରୁନୁ, ତୁ ଆସି କ୍ଲିନିକ୍ ଭିତରେ ଘଣ୍ଟା ଭିତରେ ଆସି ପହଞ୍ଚି ହେଉଛୁ ସାଙ୍ଗେ ସାଙ୍ଗେ। ଏ ଶୁଣ ଡକ୍ଟର, ମୋ ମୁଣ୍ଡ କେତେବେଳେ ଗରମ ହେବ ତ ଅବସ୍ଥା କ'ଣ କରିବି ମୁଁ କିଛି ଜାଣିପାରୁନି କହ ବେ। ମୁଣ୍ଡ ଗରମ କରୁଛୁ, ଇଚ୍ଛା ଅଛି ଚାକିରି କର, ଇଚ୍ଛା ନାହିଁ ଚାକିରି ଛାଡ଼ିଦେ। ଅଲଗା ପିଲା ଅଛନ୍ତି ବି ଗଭର୍ଣ୍ଣମେଣ୍ଟ ପୋଷ୍ଟିଂ ପାଇବା ପାଇଁ ଧାଡ଼ି ନଗେଇବେ, ଧାଡ଼ି। ସାଧାରଣ ଲୋକ ଗରିବ ଲୋକଙ୍କ କଥା ବୁଝିବେ। ଏବେ ତୁ ଟଙ୍କା ପାଇଁ ଆଉ କିଛି ବୁଝୁନୁ। ମନେ ରଖ ଡକ୍ଟର, ମୁଁ ଏମିତି ଅବସ୍ଥା ତୋର ଦିନେ କରିବି, ସାରା ଓଡ଼ିଶାର ଡକ୍ଟରମାନେ ବି କୌଣସି ପ୍ରାଇଭେଟ୍ କ୍ଲିନିକ୍ରେ ବସିବେନି ଗଭର୍ଣ୍ଣମେଣ୍ଟ ଡ୍ୟୁଟି ଟାଇମ୍ରେ। ଆଉ ସେଇ ଡକ୍ଟରମାନଙ୍କ ଉପରେ ଚାପ ବି ପଡ଼ିବ, ମୁଁ ପକେଇବି ଚାପ।